ଶଙ୍କର ଭୋଇ, ଅଧ୍ୟକ୍ଷ ନିମାପଡ଼ା ପଞ୍ଚାୟତ ସମିତି। ଆଜି ସ୍ୱର୍ଗତ ଉପେନ୍ଦ୍ର ବେହେରାଙ୍କ 14ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ପୁତ୍ରବଧୂ ଯିଏକି ଆମ ଭୋଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କର ସମସ୍ତ ପରିବାରଙ୍କ ତରଫରୁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ଏଇଥିରେ ଚାରିଛକର ସ୍ୱାସ୍ଥ୍ୟ ଅଧିକାରୀ ସାମନ୍ତ ରାୟ ବାବୁ ଏବଂ ସମସ୍ତ ପ୍ରତିନିଧି ମାଧ୍ୟମରେ ଏହି ଚାରିଛକ ସମସ୍ତ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏଥିରେ ସମସ୍ତ ରୋଗୀମାନେ ଉତ୍ସାହିତ ଥିଲେ। ଧନ୍ୟବାଦ। ଆମର ଚାରିଛକରେ ଜଣେ ବିଶିଷ୍ଟ ସମାଜସେବୀ ଆଉ ଏ ମେଡିକାଲ ତିଆରି କରିବାରେ ତାଙ୍କର ଅବଦାନ ଅଛି। ଚାରିଛକ ଓମେନ୍ସ ଖୋଲିବାରେ ଅବଦାନ ଅଛି। ସେ ହେଉଛନ୍ତି ଆମର ଏ ଅଞ୍ଚଳର ପ୍ରତିଭା ଉପେନ୍ଦ୍ର ବେହେରା। ତାଙ୍କର 2 ଜଣ ବୋହୂ ମଧ୍ୟ ସରପଞ୍ଚ ହୋଇଛନ୍ତି ଏବଂ ସେ ଜଣେ ତ୍ୟାଗୀ ପୁରୁଷ ଥିଲେ। ଏ ସମାଜର ଏ ଅଞ୍ଚଳର ଯେତେ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ସେ ସେଥିରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଛନ୍ତି ଏବଂ ହାତ ବଢ଼େଇଛନ୍ତି, ଆର୍ଥିକ ସହାୟତା ଦେଇଛନ୍ତି। ତେଣୁ ତାଙ୍କର ଆଜି 14ତମ ଶ୍ରାଦ୍ଧ ଦିବସ। ସେହି ଶ୍ରାଦ୍ଧ ଦିବସରେ ତାଙ୍କ ପିଲାମାନେ ଆଜି ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟ 50-60 ଜଣ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ଏବଂ ଏ ସ୍ୱାଗତ ଯୋଗ୍ୟ କାର୍ଯ୍ୟ। ତେଣୁ ଆମେ ତାଙ୍କୁ ସମସ୍ତଙ୍କୁ ତାଙ୍କ ପିଲାମାନଙ୍କୁ ସ୍ୱାଗତ ଜଣାଉଛୁ ଏବଂ ତାଙ୍କର ଏ କାର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ। ଆଜି ସ୍ୱର୍ଗତ ପିତା ଉପେନ୍ଦ୍ର ବେହେରାଙ୍କର 14ତମ ଶ୍ରାଦ୍ଧ ଲୋକେ ପ୍ରତିବର୍ଷ ଗୋଟେ ଉପେନ୍ଦ୍ର ବେହେରାଙ୍କ ଶ୍ରାଦ୍ଧ କମିଟି ମାଧ୍ୟମରେ ଗୀତା ଷ୍ଟାଚ୍ୟୁ ପାଖରେ ଗୀତା ଯଜ୍ଞ ହୁଏ। ଏଣୁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଏ। ପ୍ରଫୁଲ୍ଲ କୁମାର ଘୋଷ, ସଭାପତି ଚାରିଛକ ପ୍ରେସ କ୍ଲବ। ଆଜି ଉପେନ୍ଦ୍ର ବେହେରାଙ୍କ 14ତମ ଶ୍ରାଦ୍ଧ ଅବସରରେ ତାଙ୍କର ସୁପୁତ୍ର ପ୍ରଶାନ୍ତ କୁମାର ବେହେରା ଚାରିଛକର ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଛନ୍ତି। ସେ ଏକାଧାରରେ ଜଣେ ବିଶିଷ୍ଟ ସମାଜସେବୀ ଏବଂ ରାଜନେତା ଭାବେ ଚାରିଛକ ଅଞ୍ଚଳରେ ବେଶ ପରିଚିତ। ତେଣୁ ତାଙ୍କର ପ୍ରତ୍ୟେକ ବର୍ଷ ଏହିଭଳି କାର୍ଯ୍ୟକ୍ରମ କରିଥିବାରୁ ମୁଁ ଆମର ପ୍ରଶାନ୍ତ ବେହେରାଙ୍କୁ ବହୁତ ଧନ୍ୟବାଦ ଦେଉଛି। ଉପେନ୍ଦ୍ର ବେହେରା ଆମର ବିଶିଷ୍ଟ ସମାଜସେବୀ। ଏ ଅଞ୍ଚଳରେ ସମସ୍ତ କାର୍ଯ୍ୟ ମେଡିକାଲଠୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସେ ମଧ୍ୟ ଉତପ୍ରୋତ ଭାବରେ ଜଡ଼ିତ। ଆର୍ଥିକ ସହାୟତାଠୁ ଆରମ୍ଭ କରି ବିଭିନ୍ନ ସେବାମୂଳକ କାର୍ଯ୍ୟରେ ସେ ସମସ୍ତ କାର୍ଯ୍ୟରେ ସେ ସନ୍ତୁଷ୍ଟ। ତାଙ୍କର ଆଜି 14ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କର ସୁପୁତ୍ରମାନେ ସେମାନେ ତାଙ୍କର ଚାରିଛକ ମେଡିକାଲରେ ଯେଉଁ ରୋଗୀ 50-60 ଜଣ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି। ତାଙ୍କର ସ୍ୱର୍ଗତ ଆତ୍ମା ସଦ୍ଗତି କାମନା କରୁ।